ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ବାଂଲାଦେଶରେ ପୁଣି ବର୍ବର ସୀମା ଟପି ଯାଇଛନ୍ତି। କାରଣ ଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ବାରମ୍ବାର ଆକ୍ରମଣ କରୁଛନ୍ତି ଏବଂ ଦୁର୍ବ୍ୟବହାର କରୁଛନ୍ତି ଏବଂ ଭାୟୋଲେନ୍ସ କରୁଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଯେଉଁ ଚତୁର୍ଥ ବ୍ୟକ୍ତି ଜଣେ ମେଡିସିନ ଷ୍ଟୋର ମାଲିକଙ୍କୁ ଜଣେ ଯଦିଓ ସେ ବାଂଲାଦେଶୀ ତଥାପି ହିନ୍ଦୁ ବ୍ୟକ୍ତି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ତାର ତମାମ ବିବରଣୀ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ କାଇଣ୍ଡଲି ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତ ଗତ ବୁଧବାର ଦିନ ବାଂଲାଦେଶର ଶରିୟତପୁର ଜିଲ୍ଲାର যেটা ଅଛି ଦାମିଦ ଉପଜିଲ୍ଲା ସେଇ ଅଞ୍ଚଳରେ ଖୋକନ ଦାସ ନାମକ ଜଣେ ବାଂଲାଦେଶୀ ହିନ୍ଦୁ ବ୍ୟକ୍ତି ସେ ଗୋଟେ ମେଡିସିନ ଷ୍ଟୋର କରିଥିଲେ ଏବଂ ତା ସହିତ ଆଉ ଗୋଟେ ମୋବାଇଲ ରିପେୟାରିଂ ଦୋକାନ ମଧ୍ୟ କରିଥିଲେ। ସେ ତାର ଜୀବିକା ନିର୍ବାହ କରିବା ପାଇଁ ଏ ସମସ୍ତ ବ୍ୟବସ୍ଥା କରି ଆସୁଥିଲେ। କିନ୍ତୁ ଦୁଃଖର ବିଷୟ ଗତ ବୁଧବାର ଦିନ ରାତି 9:30 ସମୟରେ ସେ ଯେତେବେଳେ ନିଜର ସମସ୍ତ ଦୋକାନ ବନ୍ଦ କରିକି ଘର ଫେରୁଥିଲେ ଗୋଟେ ଅଟୋ ରିକ୍ସା ଦ୍ୱାରା, ତ ଠିକ ଏହି ସମୟରେ ତାଙ୍କୁ ଦଳବଦ୍ଧ ଭାବରେ ଆକ୍ରମଣ କରାଯାଇଛି। ଏଇଟା ଗୋଟେ ପ୍ରାୟୋଜିତ ଆକ୍ରମଣ ବୋଲି କୁହାଯାଉଛି। କାରଣ ଯେଉଁ ଜାଗାରେ ସେମାନେ ଆକ୍ରମଣ କରିଛନ୍ତି ସେଇଟା ସେ ଜାଗାଟିର ନାଁ ହେଲା ପ୍ରକୃତ ପକ୍ଷେ କହିବାକୁ ଗଲେ ଟିଲୋଇ। ସେ ଯେତେବେଳେ ଦୋକାନରୁ ଫେରିଲେ, ସେ ଦୋକାନ କରିଥିଲେ ଆପଣଙ୍କର ସେଇ ଯେଉଁ ଅଛି ଦାମୋଦୀ ଉପଜିଲ୍ଲାରେ ଗୋଟେ ଜାଗା ଅଛି ବା ଟାଉନ ଅଛି। ସେ ଛୋଟ ଟାଉନର ନାଁ ହେଉଛି କେଉରଭଙ୍ଗା ବଜାର। ଏ କେଉରଭଙ୍ଗା ବଜାରରେ ସେ ଔଷଧ ଦୋକାନ କରିଥିଲେ ଆଉ ଗୋଟେ ମୋବାଇଲ ରିପେୟାରିଂ ଦୋକାନ କରିଥିଲେ। ତ ତାର କାର୍ଯ୍ୟକ୍ରମ ସାରି ଯେତେବେଳେ ଆସିଥିଲେ ତାର କିଛି ଦୂରରେ ଗୋଟେ ଜାଗା ଅଛି, ସେ ଜାଗାଟିର ନାଁ ହେଲା ତିଲୋଇ। ସେ ତିଲୋଇ ଅଞ୍ଚଳରେ ସେ ଦୁର୍ବୃତ୍ତମାନେ ତାଙ୍କୁ ସେଇ ଅଟୋ ରିକ୍ସାଟାକୁ ବନ୍ଦ କରାଇଲେ। ବନ୍ଦ କରାଇଲା ପରେ ତାଙ୍କଠାରୁ ଯାହା ଟଙ୍କା ପତ୍ର ଥିଲା ସବୁ ଛଡ଼େଇ ନେଲେ ଏବଂ ତାଙ୍କୁ ଧାରୁଆ ଛୁରୀରେ ନିର୍ମମ ଭାବରେ ହତ୍ୟା କଲେ। ଏବଂ ହତ୍ୟା କଲେ ସେତିକି ନୁହଁ, ହତ୍ୟା କଲା ପରେ ପେଟ୍ରୋଲ ଢାଳି ଜାଳିଦେଲେ, ନିଆଁ ଜାଳିଦେଲେ। ଯାରି ଫଳରେ ସେ ଚିତ୍କାର କରି ପାଖରେ ଥିବା ଗୋଟେ ପୋଖରୀରେ ଡେଇଁ ପଡ଼ିଲେ ନିଜକୁ ରକ୍ଷା କରିବା ପାଇଁ। ତ ୟାରି ପରିପ୍ରେକ୍ଷୀରେ ଯେଉଁମାନେ ଆଟାକ୍ କଲେ ସେମାନେ ସେଠାରୁ ଅନ୍ତର୍ଧାନ ହେଇଗଲେ ବା ପଳେଇ ଗଲେ। ତ ୟାରି ପରିପ୍ରେକ୍ଷୀରେ ଯେତେବେଳେ ସେ ତିଲୋଇ ଅଞ୍ଚଳରେ ଥିବା ଗୋଟେ ପୋଖରୀରେ ଆ, ଚିତ୍କାର କଲେ ବା ଡେଇଁ ପଡ଼ିକି ଚିତ୍କାର କଲେ ନିଜ ପ୍ରାଣ ବିକଳରେ, ଠିକ୍ ସେହି ସମୟରେ ସେଇ ଅନ୍ତେବାସୀ ଯେଉଁମାନେ ସେ ପାଖରେ ଥିବା ଲୋକମାନେ ସେମାନେ ଆସି ଦେଖିଲେ ଜଣେ ଲୋକକୁ, ଆଉ ସେ ନିଆଁରେ ଜଳୁଛନ୍ତି ଏବଂ ପୋଖରୀ ଭିତରେ ପଡ଼ିଛନ୍ତି। ତ ୟାରି ପାଖରେ ତାଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର କରାଯାଇ ତାଙ୍କୁ ଶରୀୟତପୁର ସହରର ହସ୍ପିଟାଲକୁ ନିଆଗଲା। କିନ୍ତୁ ଶରୀୟତପୁର ହସ୍ପିଟାଲ ଯେତେବେଳେ ତାଙ୍କୁ ଚିକିତ୍ସା କରୁଥିଲେ, ଠିକ୍ ଏହି ସମୟରେ ସେମାନେ ଯାହା ଅ, ଡାକ୍ତରୀ କର୍ତ୍ତୃପକ୍ଷ ସେମାନେ ଦେଖିପାରିଲେ ଯେ ତାଙ୍କର ଆଘାତ ଯଥେଷ୍ଟ ମାତ୍ରାରେ ହେଇଛି ଏବଂ ତାଙ୍କ ଶରୀର ମାନେ 30% ପୋଡ଼ିଯାଇଛି। ତେଣୁ ଏଇଠି ଚିକିତ୍ସା ସମ୍ଭବପର ହେବ ନାହିଁ। ଏଇଟା ଭାବି ସେମାନେ କ'ଣ କଲେ ନା ବାଂଲାଦେଶର ରାଜଧାନୀ ଢାକା ହସ୍ପିଟାଲକୁ ସେମାନେ ରେଫର କରିବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଃଖର ବିଷୟ ରେଫର କରିବା ଭିତରେ ହିଁ ସେ ମୃତ୍ୟୁବରଣ କରିଛନ୍ତି। ଏଇଟା ଗୋଟେ ଦୁଃଖଦ ଘଟଣା ଯାହାକି ବର୍ବର ତାର ସୀମା ଟପି ଯାଇଛନ୍ତି ବାଂଲାଦେଶର ବିଭିନ୍ନ ଗୋଷ୍ଠୀ। ତ ୟାରି ପରିପ୍ରେକ୍ଷୀରେ ତାଙ୍କ ସ୍ତ୍ରୀ ସୀମା ଦେବୀ ସେ କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ଯେଉଁମାନେ ବି ଆଟାକ୍ କରିଛନ୍ତି ବା ଆକ୍ରମଣ କରିଛନ୍ତି ତାଙ୍କୁ ମୁଁ 2-3 ଜଣଙ୍କୁ ନିଶ୍ଚୟ ଜାଣିବି ଏବଂ ଚିହ୍ନିଛି ମଧ୍ୟ, ଏ କଥା ସେ କହିଛନ୍ତି। ତ ଏଇ କଥା ଦର୍ଶାଉଛି ଯେ ୟା ପୂର୍ବରୁ ତାଙ୍କ ମଧ୍ୟରେ କ'ଣ ଗୋଟେ ବାକ୍ ଯୁଦ୍ଧ ହେଇଥିଲା ବା ବଚସା ହେଇଥିଲା। ତ ୟାରି ପରିପ୍ରେକ୍ଷୀରେ ଏଇ ତାଙ୍କ ସ୍ତ୍ରୀର ବୟାନକୁ ଭିତ୍ତି କରି ପୁଲିସ ବର୍ତ୍ତମାନ 2 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ରାବି ଏବଂ ସୁହାଗ। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତ ୟାରି ପରିପ୍ରେକ୍ଷୀରେ କୁହାଯାଉଛି ଯାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଯେ ବାଂଲାଦେଶରେ ଯେଉଁ ଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଅଛନ୍ତି ବିଭିନ୍ନ ଧର୍ମର ବୋଲନ୍ତୁ, ବିଶେଷ କରି ହିନ୍ଦୁ ଧର୍ମର ଲୋକମାନେ ଯେଉଁମାନେ ଅଛନ୍ତି ଲଘୁ ସମ୍ପ୍ରଦାୟର ଲୋକମାନେ, ସେମାନଙ୍କୁ ବାରମ୍ବାର ଆଟାକ୍ କରାଯାଉଛି। ଯୋଉଟା ଛାତ୍ର ନେତା ଉସ୍ମାନ ହାଦିକୁ ଆଟାକ୍ କରାଗଲା 12 ତାରିଖ ଡିସେମ୍ବର 12ରେ ଏବଂ 18 ତାରିଖରେ ଦୀପୁଚନ୍ଦ୍ର ଦାସ ଯିଏକି ଆପଣଙ୍କର କପଡ଼ା ଦୋକାନରେ କାମ କରୁଥିଲେ ତାଙ୍କୁ ହତ୍ୟା କରାଗଲା। ତାପରେ ଆପଣଙ୍କର ଅମୃତ ଅ, ମଣ୍ଡଳ ଅମୃତ ମଣ୍ଡଳକୁ ମଧ୍ୟ ହତ୍ୟା କରାଗଲା। ଅବଶ୍ୟ ତାଙ୍କୁ ସେ ବଟି ଆଦାୟ କରିବା କୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଗଲା। ତାପରେ ଆଉ ଜଣେ ବ୍ୟକ୍ତି ଯିଏକି ଆପଣଙ୍କର ସିକ୍ୟୁରିଟି ଗାର୍ଡ ହିସାବରେ କାର୍ଯ୍ୟ କରୁଥିଲେ ତାଙ୍କୁ ମଧ୍ୟ ହତ୍ୟା କରାଗଲା। ତ ବର୍ତ୍ତମାନ ଖୋକନ ଦାସକୁ ମଧ୍ୟ ହତ୍ୟା କରାଗଲା। ସମସ୍ତେ ହିନ୍ଦୁ ବ୍ୟକ୍ତି ନିଜ ନିଜର ଜୀବିକା ଅର୍ଜନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, କିନ୍ତୁ ତାରି ପ୍ରକ୍ରିୟାରେ ସେମାନଙ୍କୁ ହତ୍ୟା କରୁଛନ୍ତି, ଯୋଉଟା କି ବର୍ବରତାର ସୀମା ଟପି ଯାଇଛି ବର୍ତ୍ତମାନ ବାଂଲାଦେଶ।
ଏବଂ ଯେଉଁମାନେ ବି ଏଇ ସବୁ କାଣ୍ଡ ଭିଆଉଛନ୍ତି ତାଙ୍କୁ ନିତାନ୍ତ ଭାବରେ କଠୋରରୁ କଠୋରତମ ଶାସ୍ତି ଦେବା ଦରକାର ବା ଦଣ୍ଡ ବିଧାନ କରିବା ଦରକାର। ତ ୟାରି ପରିପ୍ରେକ୍ଷୀରେ ସମସ୍ତେ ଆଶଙ୍କା କରୁଛନ୍ତି ବର୍ତ୍ତମାନ ଯୋଉ ମଧ୍ୟବର୍ତ୍ତୀକାଳୀନ ସରକାରର ଯେ ନେତା ଅଛନ୍ତି ସେ ଅଛନ୍ତି ଆପଣଙ୍କର ମହମ୍ମଦ ୟୁନିସ୍, ଯିଏକି ପ୍ରଖ୍ୟାତ ବ୍ୟକ୍ତି କହିବାକୁ ଗଲେ। କାରଣ ଯେତେ ସବୁ ଏସ୍ଏଚଜି ଗ୍ରୁପ ଗଠନ କରାଯାଇଛି ବା ଏସ୍ଏଚଜି ବାହାରିଛି ତାଙ୍କ ଦ୍ୱାରା ହିଁ ବାହାରିଛି। ପୃଥିବୀରେ ଯଦି ଏସ୍ଏଚଜି ଗ୍ରୁପ ବାହାରିଛି ତାଙ୍କର ବଦାନ୍ୟତା ଯଥେଷ୍ଟ ରହିଛି। ତ ସେଇଭଳିକା ବ୍ୟକ୍ତି ବର୍ତ୍ତମାନ ସମ୍ଭାଳି ପାରୁନାହାନ୍ତି ବାଂଲାଦେଶକୁ। ହାସିନା ଗଭର୍ଣ୍ଣମେଣ୍ଟ ଯେତେବେଳେ ଚାଲିଗଲା, ହାସିନା ଗଭର୍ଣ୍ଣମେଣ୍ଟ ପରେ ତାଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରାହେଇଛି। ସେ ବର୍ତ୍ତମାନ କଣ୍ଟ୍ରୋଲ କରିପାରୁନାହାନ୍ତି। କିନ୍ତୁ ଆଗକୁ ଅଛି ଆପଣଙ୍କର ଫେବୃଆରୀ ମାସରେ ତାଙ୍କର ନିର୍ବାଚନ, ସାଧାରଣ ନିର୍ବାଚନ। ସେଇ ନିର୍ବାଚନ ହବ କି ନ ହବ, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀ ଯୋଉ ଗୋଟିଏ ପରେ ଗୋଟିଏ ହିନ୍ଦୁ ଅ, ଯୋଉ ଲଘୁ ସମ୍ପ୍ରଦାୟର ହିନ୍ଦୁ ବ୍ୟକ୍ତିମାନଙ୍କର ମୁଣ୍ଡ ଗୋଟିଏ ପରେ ଗୋଟିଏ ଗଡୁଛି, ତାହା ଏକ ନିନ୍ଦନୀୟ ଘୃଣ୍ୟ ବିଷୟବସ୍ତୁ, ଯାହାକି ବାଂଲାଦେଶ ତାର ମାନବିକତା ବାହାରେ କାର୍ଯ୍ୟକ୍ରମ କରୁଛି। ଏଇଟା ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଅଧିକରୁ ଅଧିକ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।